ଜୟ ଜଗନ୍ନାଥ ସାଙ୍ଗମାନେ। ଆଶା କରୁଛେ ଭଗବାନଙ୍କର ଅପାର କରୁଣାରୁ ଆପଣମାନେ ସୁସ୍ଥ ଏବଂ ସୁଖମୟ ଜୀବନ ଅତିବାହିତ କରୁଥିବେ। ଆଜି ଆମେ ବନ୍ଦେ ଉତ୍କଳ ଜନନୀର ଦ୍ୱିତୀୟ ଭାଗକୁ ଅଗ୍ରସର ହେବା। ପୂର୍ବରୁ ପ୍ରଥମ ଭାଗକୁ ସମ୍ୟକ୍ ମନେ ପକାଇବା। ପ୍ରଥମ ପଦରେ ଏଠାରେ କବି ଉତ୍କଳ ମାତାଙ୍କର ହସ ସୁନ୍ଦର ଏବଂ ଭାଷା ମଧ୍ୟ ସୁନ୍ଦର ବୋଲି ବର୍ଣ୍ଣନା କରିଛନ୍ତି। ଦ୍ୱିତୀୟ ପଦକୁ ଯିବା। ଏଠି ଦ୍ୱିତୀୟ ପଦରେ ସମୁଦ୍ରର ଜଳରାଶି ଉତ୍କଳ ମାତାଙ୍କ ଶରୀରକୁ ଧୌତ କରୁଅଛି ଏବଂ ଗଛ ଗୁଡ଼ିକ ତଟଦେଶରେ ବେଶ୍ ସୁସଜ୍ଜିତ ହୋଇ ରହିଅଛି। ଗଛ ଗୁଡ଼ିକ କହିଲେ ତାଳ ଏବଂ ତମାଳ ଗଛକୁ ବୁଝାଉଛି ଏବଂ ଘଞ୍ଚ ବନଭୂମିରେ ପରିଶୋଭିତ ହେଉଅଛି, ଯାହାକି ଅତି ମନୋଲୋଭା ଦୃଶ୍ୟ ଦେଖିବାକୁ ମିଳିଥାଏ। ଆକାଶ ମଧ୍ୟ ସୁନ୍ଦର ପକ୍ଷୀମାନଙ୍କର ଶବ୍ଦରେ ମୁଖରିତ ହୋଇଥାଏ। ଏଇଟା ଥିଲା ପାର୍ଟ 1ର ଆମେ ଆଲୋଚନା କରିଥିବା ବିଷୟବସ୍ତୁ। ଆଜି ଆମେ 2 ନମ୍ବର ଭାଗକୁ ଯିବା, ଯେଉଁଟାକି ଅଛି ପଦ 4 ନମ୍ବର। ପଦକୁ ଟିକେ ଗାନ କରିବା ପିଲାମାନେ। ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା, ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଯୋଗୀ ଋଷିଗଣ ଉଟଜ ପବିତ୍ରା, ଜନନୀ 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 ବନ୍ଦେ ଉତ୍କଳ ଜନନୀ। ନେକ୍ସଟ ପଦକୁ ଯିବା ପିଲାମାନେ। ସୁନ୍ଦର ମନ୍ଦିର ମଣ୍ଡିତ ଦେଶ, ଚାରୁ କଳା ବୋଳି ଶୋଭିତ ବେଶ, ପୁଣ୍ୟ ତୀର୍ଥ ଚୟ ପୁଣ୍ୟ ପ୍ରଦେଶ, ଜନନୀ 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 ବନ୍ଦେ ଉତ୍କଳ ଜନନୀ। ଏବେ ଆମେ ପିଲାମାନେ ଏଠାରେ ଥିବା କଠିନ ଶବ୍ଦକୁ ଟିକେ ଆଲୋଚନା କରିବା। ଏଠାରେ ସୁନ୍ଦର କହିଲେ ତୁମେ ଜାଣିପାରୁଥିବ ଅତି ମନୋଲୋଭା। ଶାଳୀର ଅର୍ଥ ହେଲା ଧାନ ବା ଆମେ ଶସ୍ୟମାନଙ୍କୁ ବୁଝାଉ ଏବଂ ସୁଶୋଭିତର ଅର୍ଥ ହେଲା ସୁସଜ୍ଜିତ ହୋଇ ରହିବା ବା ପରିପୂର୍ଣ୍ଣ ହୋଇକି ରହିବା। କ୍ଷେତ୍ରାର ଅର୍ଥ ଏଠାରେ କ୍ଷେତକୁ ବୁଝାଉଛି ବା ବିଲ ବା ଜମିକୁ ବୁଝାଉଛି ଏବଂ ଜ୍ଞାନ ବିଜ୍ଞାନ କହିଲେ ଜାଣିପାରୁଥିବ ପିଲାମାନେ। ପ୍ରଦର୍ଶିତ ନେତ୍ରା କହିଲେ ଏଠାରେ ନେତ୍ରକୁ ବୁଝାଉଛି ବା ଚକ୍ଷୁକୁ ବୁଝାଉଛି ଏବଂ ଯୋଗୀ ଋଷିଗଣ କହିଲେ ତୁମେ ବୁଝିପାରୁଥିବ ପିଲାମାନେ ସନ୍ନ୍ୟାସୀମାନଙ୍କୁ ବୁଝାଉଛି। ଉଟଜର ଅର୍ଥ ହେଲା କୁଟୀର। ଉଟଜର ଅର୍ଥ କ'ଣ ପିଲାମାନେ? ନା କୁଟୀର। ଏବଂ ପବିତ୍ରା କହିଲେ ପବିତ୍ର। ଏବେ ଆମେ ଏହି ପଦକୁ ଭଲକି ବୁଝିବା। କ'ଣ କହୁଛି ୟାର ଅର୍ଥ? ଯେ ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର, ଅର୍ଥାତ୍ ଆମର ଯେଉଁ ଜମି କ୍ଷେତ ବିଲକୁ ସୁଶୋଭିତ କରିଅଛି। କ'ଣ? ନା ସୁନ୍ଦର ଶାଳୀ। ଶାଳୀର ଅର୍ଥ ହେଲା ଏଠି ଧାନ। ସୁନ୍ଦର ଧାନରେ ଆମ କ୍ଷେତ ଗୁଡ଼ା ପରିପୂର୍ଣ୍ଣ ହୋଇକି ରହିଅଛି। ଆଉ କ'ଣ କହୁଛି? ନା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ତାର ଅର୍ଥ ହେଲା ଯେ ଉତ୍କଳ ଜନନୀଙ୍କ ବା ଉତ୍କଳ ମାତାଙ୍କ ଚକ୍ଷୁ ଜ୍ଞାନ ବିଜ୍ଞାନ ପ୍ରଦର୍ଶନରେ ଉଦ୍ଭାସିତ ହେଉଅଛି। ଆଉ ତୃତୀୟ ପଦ କ'ଣ କହୁଛି ପିଲାମାନେ? ଯୋଗୀ ଋଷିଗଣ ଉଟଜ ପବିତ୍ର, ଅର୍ଥାତ୍ ବହୁ ଯୋଗୀ ଋଷି ମୁନି ସନ୍ନ୍ୟାସୀ ମାନଙ୍କର ଉଟଜର ଅର୍ଥ କ'ଣ କହିଥିଲି ପିଲାମାନେ? କୁଟୀର। କୁଟୀର ଦ୍ୱାରା ଉତ୍କଳ ଜନନୀ ପବିତ୍ର ହେଉଅଛନ୍ତି। ପୁଣି ଘୋଷା ରଖିଛନ୍ତି ଏବଂ ଉତ୍କଳ ଜନନୀକୁ ବନ୍ଦନା କରି ଚାଲିଛନ୍ତି। ନେକ୍ସଟ ପଦକୁ ଯିବା ପିଲାମାନେ। ସୁନ୍ଦର ମନ୍ଦିର ମଣ୍ଡିତ ଦେଶା। ସୁନ୍ଦର କହିଲେ ଜାଣିପାରୁଥିବା ପିଲାମାନେ ସୁନ୍ଦର। ମନ୍ଦିର କହିଲେ ଏହି ଚିତ୍ରରେ ଆମେ ଦେଖିପାରୁଥିବା ସେହି ମନ୍ଦିରକୁ। ମଣ୍ଡିତର ଅର୍ଥ ହେଲା କ'ଣ? ନା ଶୋଭାବର୍ଦ୍ଧନ କରିବା। ମନ୍ଦିରର ଅର୍ଥ ଏଠାରେ କ'ଣ ପିଲାମାନେ? ଶୋଭାବର୍ଦ୍ଧନ କରିବା। ଶୋଭାବର୍ଦ୍ଧନ କରିବା। ଆମର ଏଇ ଯେଉଁ ପବିତ୍ର ଉତ୍କଳ ଭୂମିଟା ସୁନ୍ଦର ମନ୍ଦିରମାନଙ୍କୁ ବିମଣ୍ଡିତ କରୁଅଛି, ଶୋଭାବର୍ଦ୍ଧନ କରୁଅଛି।
ଏବଂ ଆଉ କ'ଣ କହୁଛି ନା ଚାରୁ କଳା ଭଳି ସୁଶୋଭିତ ବେଶା। ଏବଂ ଆମର ଏହି ଯେଉଁ ଉତ୍କଳ ଭୂମି ଉତ୍କଳ ମାଟିଟା ଚାରୁକଳା ଦ୍ୱାରା ସୁଶୋଭିତ ହେଉଅଛି। ଏଠାରେ ଚାରୁକଳା କହିଲେ ଚାରୁକଳାର ଅର୍ଥ ହେଲା ଏଠି ଆର୍ଟ ଏବଂ କ୍ରାଫ୍ଟକୁ ବୁଝାଉଛି ପିଲାମାନେ। ଏବଂ ନେକ୍ସଟ ଲାଇନରେ କ'ଣ କହୁଛି ନା ପୁଣ୍ୟ ତୀର୍ଥଚୟ ପୁଣ୍ୟ ପ୍ରଦେଶା। ଏଠି ପୁଣ୍ୟ କହିଲେ ତୁମେ ଜାଣିପାରୁଥିବ ପୁଣ୍ୟ ଜାଗାକୁ କହୁଛି, ସ୍ଥାନକୁ କହୁଛି। ତୀର୍ଥଚୟ କହିଲେ ତୀର୍ଥସ୍ଥାନ। ଚାରି ଧାମ ଭିତରୁ ଗୋଟିଏ ଧାମ ଆମର ଓଡ଼ିଶାରେ ଅଛି, ସେଇଟା ତାର ସ୍ଥାନ କେଉଁଟା ପିଲାମାନେ? ପୁରୀ। ପୁରୀ ହେଉଛି ଆମର ଗୋଟେ ଚାରି ଧାମରୁ ଗୋଟିଏ ଧାମ, ଯାହାକି ଉତ୍କଳ ବା ଆମ ପ୍ରଦେଶରେ ଅବସ୍ଥାପିତ କରିଅଛି ରହିଅଛି। ପୁଣି ଜନନୀ ଜନନୀ ଜନନୀ, ଏହାର ଆମେ କ'ଣ ଦେଖିବା ନା କଠିନ ଶବ୍ଦ ଗୁଡ଼ିକ ଦେଖିବା। ସୁନ୍ଦର ଶାଢ଼ୀର ଅର୍ଥ ହେଲା ପାଚିଲା ଧାନ କ୍ଷେତ, ଯେଉଁଟାକି ଆମେ ଛବିରେ ଦେଖିଛେ ପିଲାମାନେ। ଉଟଜର ଅର୍ଥ ହେଲା ଘର। ଚାରୁ କଳାବଳୀର ଅର୍ଥ ହେଲା ସୁନ୍ଦର କଳା ସ୍ଥାପତ୍ୟ। ସୁରବର କହିଲେ ଯୋଦ୍ଧା। ଦର୍ପିତ କହିଲେ ଗର୍ବିତ। ଗେହାର ଅର୍ଥ ହେଲା ଘର। ଏଠାରେ ଆମେ ଯଦି କବିତାର ସାରାଂଶକୁ ଟିକେ ଅନୁଧ୍ୟାନ କରିବା ତାହେଲେ ଦେଖିବା ଯେ ଉତ୍କଳର ଶସ୍ୟ କ୍ଷେତ ସୁନ୍ଦର ଧାନରେ ପରିପୂର୍ଣ୍ଣ, ଅର୍ଥାତ୍ ଆମର ଉତ୍କଳଟା ସୁନ୍ଦର ଧାନରେ ପରିପୂର୍ଣ୍ଣ ହୋଇଅଛି। ଏବଂ ଆମର ଚକ୍ଷୁଟା ଉତ୍କଳ ଜନନୀଙ୍କ ଜ୍ଞାନ ବିଜ୍ଞାନରେ ଉଦ୍ଭାସିତ ହେଉଛି, ଅର୍ଥାତ୍ ଆମର ଓଡ଼ିଶା ମାଟିରୁ ଯୁବପିଢ଼ି ଯାଇ ଜ୍ଞାନ ବିଜ୍ଞାନକୁ ସାରା ଜଗତରେ ପ୍ରସାର କରିଛନ୍ତି। ଏବଂ ବହୁ ଯୋଗୀ ଋଷିମାନଙ୍କର ଏହା ଗୋଟେ ହେଉଛି ପବିତ୍ର ସ୍ଥାନ, ଯାହାକି ଆମର ଉତ୍କଳ ବା ଓଡ଼ିଶାକୁ ବୁଝାଏ। ଏବଂ ସୁନ୍ଦର ମନ୍ଦିର ମାନଙ୍କରେ ଉତ୍କଳ ଭୂମି ବିମଣ୍ଡିତା, ଅର୍ଥାତ୍ ଆମକୁ ଆମର ଓଡ଼ିଶାକୁ କୁହାଯାଏ ମନ୍ଦିର ମାଳିନୀ ସହର ବୋଲି ମଧ୍ୟ। ତାଙ୍କର ବେଶ ଚାରୁକଳା ଦ୍ୱାରା ସୁଶୋଭିତ ହେଉଅଛି ଏବଂ ଅନେକ ପୁଣ୍ୟ ତୀର୍ଥରେ ଉତ୍କଳ ପ୍ରଦେଶ ପରିପୂର୍ଣ୍ଣ ହୋଇଛି। ଯେମିତି ମୁଁ କହୁଥିଲି ତୁମକୁ ଗୋଟେ ପିଲେ, ଚାରି ଧାମରୁ ଗୋଟିଏ ଧାମ ହେଉଛି କେଉଁଟା? ଆମର ପୁରୀଟା। ଆଜି ପାଇଁ ଏତିକି ପିଲାମାନେ। ଅନ୍ୟ ଏକ ଭିଡ଼ିଓରେ ପୁଣି ଆଗକୁ ଆଲୋଚନା କରିବା ଏବଂ ଅନୁଧ୍ୟାନ କରିବା। ଆଉ ଆମ ପାଖରେ ରହିଲା ଦୁଇଟି ପଦ, ତାକୁ ଆମେ ଆଲୋଚନା କରିବା। ଆଜି ପାଇଁ ଏତିକି। ଧନ୍ୟବାଦ ପିଲାମାନେ। ଥ୍ୟାଙ୍କ ୟୁ ଟୁ ଅଲ୍।